ନମସ୍କାର। ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି ଚାକିରି ଆଶାୟୀ ପ୍ରାର୍ଥିନୀମାନଙ୍କୁ ଆଜିର ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ମୟୂରଭଞ୍ଜ ଜିଲ୍ଲାର ଅଙ୍ଗନବାଡ଼ି ୱାର୍କର ପଦବୀ ବିଷୟରେ ଆପଣମାନଙ୍କୁ କହିବି। ନେକ୍ସଟ ଭିଡ଼ିଓରେ ମୁଁ ଆପଣମାନଙ୍କୁ ମୟୂରଭଞ୍ଜ ଜିଲ୍ଲାର ଅଙ୍ଗନବାଡ଼ି ହେଲ୍ପର ପଦବୀ ବିଷୟରେ କହିବି। ସେହି ଭିଡ଼ିଓକୁ ଦେଖିବା ପାଇଁ ଚାହୁଁଥିଲେ ଆଜିର ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ଘଣ୍ଟି ଚିହ୍ନ ଉପରେ ଆଙ୍ଗୁଳି ଦବାଇ ଦିଅନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ବେଲ୍କୁ ଅନ୍ କରି ରଖିଲେ ନେକ୍ସଟ ଭିଡ଼ିଓର ନୋଟିଫିକେସନ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଚାଲନ୍ତୁ ଏବେ ମୟୂରଭଞ୍ଜରେ ବାହାରିଥିବା ଅଙ୍ଗନବାଡ଼ି ୱାର୍କର ପଦବୀ ବିଷୟରେ ଆଲୋଚନା କରିବା। ଏବେ ସ୍କ୍ରିନ୍ ଉପରେ ଟିକେ ନଜର ପକାନ୍ତୁ। 1 ନମ୍ବର ସିରିଆଲରେ ଦେଖନ୍ତୁ ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି ସୁନାଜୋଡ଼ିଆ, ଆଉ ଜିଲ୍ଲା ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ବିଷୋଇ। ସୁନାଜୋଡ଼ିଆର ଘର ନମ୍ବର 1 ରୁ 110 ଭିତରେ ଯେଉଁମାନଙ୍କର ଘର ଅଛି ସେହି ଏରିଆର ମହିଳାମାନେ ଏହି ପଦବୀ ପାଇଁ ଆପ୍ଲାଏ କରିପାରିବେ। ଆଉ ଏଥିପାଇଁ ଗୋଟେ ପଦବୀ ରହିଛି। ଅନଲାଇନ୍ ଆବେଦନ କେବେଠୁ ଆରମ୍ଭ ହୋଇଛି ଦେଖନ୍ତୁ। ଷ୍ଟାର୍ଟ ଡେଟ୍ ଦେଖନ୍ତୁ 2/8/2025, ଆଉ ଆବେଦନ କରିବାର ଶେଷ ତାରିଖ ରହିଛି 16/8/2025। ସେମିତି 2 ନମ୍ବର ସିରିଏଲରେ ଦେଖନ୍ତୁ ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି କୁଣ୍ଡୁଳିଆ, ଡିଷ୍ଟ୍ରିକ୍ଟ ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ବିଷୋଇ। କୁଣ୍ଡୁଳିଆର ଘର ନମ୍ବର 1 ପାଖରୁ 164 ଭିତରେ ଯେଉଁମାନଙ୍କର ଘର ଅଛି ସେହି ଏରିଆର ମହିଳାମାନେ ଏହି ପଦବୀ ପାଇଁ ଆପ୍ଲାଏ କରିବେ। ଆଉ ନମ୍ବର ଅଫ୍ ଭ୍ୟାକେନ୍ସି ଯଦି ଦେଖିବା ଗୋଟେ ପଦବୀ ବାହାରିଛି, ଆଉ ଏହାର ଆବେଦନ କରିବାର ତାରିଖ ଦେଖନ୍ତୁ 2/8/2025ରୁ ଆରମ୍ଭ ହୋଇ ସାରିଛି। 16/8/2025 ରହିଛି ଏହାର ଆବେଦନ କରିବାର ଶେଷ ତାରିଖ। ତାପରେ 3 ନମ୍ବର ସିରିଏଲରେ ଦେଖନ୍ତୁ ବୋରିଂ, ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି ବୋରିଂ, ଜିଲ୍ଲା ରହିଛି ମୟୂରଭଞ୍ଜ, ବ୍ଲକ ରହିଛି ଠାକୁରମୁଣ୍ଡା। ବୋରିଂର ବିଦ୍ୟାଧର ମହାନ୍ତ ଘର ପାଖରୁ ରଜନୀ ଲୋହାର ଘର ନମ୍ବର 167, ଏହି ଏରିଆର ମହିଳାମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆଉ ନମ୍ବର ଅଫ୍ ଭ୍ୟାକେନ୍ସି ଯଦି ଦେଖିବା ଗୋଟେ ରହିଛି, ଆଉ ଏହାର ଆବେଦନ କରିବାର ତାରିଖ ଦେଖନ୍ତୁ 30/7/2025 ପାଖରୁ ଆରମ୍ଭ ହୋଇସାରିଛି। ଏହାର ଆବେଦନ କରିବାର ଶେଷ ତାରିଖ ରହିଛି 13/8/2025। 4 ନମ୍ବର ସିରିଏଲରେ ସେମିତି ଦେଖନ୍ତୁ ସିମଡିହା, ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି ସିମଡିହା, ଜିଲ୍ଲା ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ଠାକୁରମୁଣ୍ଡା। ସିମଡିହାର ଘର ନମ୍ବର 1 ପାଖରୁ 170 ଭିତରେ ଯେଉଁମାନଙ୍କର ଘର ରହିଛି ସେହି ଘରର ମହିଳାମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆଉ ନମ୍ବର ଅଫ୍ ଭ୍ୟାକେନ୍ସି ଯଦି ଦେଖିବା ଗୋଟେ ରହିଛି, ଆଉ ଏହାର ଆବେଦନ କରିବାର ତାରିଖ ରହିଛି ଦେଖନ୍ତୁ 30/7/2025ରୁ ଆରମ୍ଭ ହୋଇସାରିଛି। ଏହାର ଆବେଦନ କରିବାର ଶେଷ ତାରିଖ ରହିଛି 13/8/2025। 5 ନମ୍ବରରେ ଦେଖନ୍ତୁ କେନ୍ଦୁଆ, ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି କେନ୍ଦୁଆ, ଡିଷ୍ଟ୍ରିକ୍ଟ ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ସାରସକଣା। ଆଉ ଏହାର ନମ୍ବର ଅଫ୍ ଭ୍ୟାକେନ୍ସି ରହିଛି ଗୋଟେ। ଆଉ ଏହାର ଆବେଦନ କରିବାର ତାରିଖ ଦେଖନ୍ତୁ 29/7/2025ରୁ ଆରମ୍ଭ ହୋଇସାରିଛି। ଏହାର ଆବେଦନ କରିବାର ଶେଷ ତାରିଖ ରହିଛି 11/8/2025। ତାପରେ 6 ନମ୍ବର ସିରିଏଲରେ ଦେଖନ୍ତୁ ଖପରା ସାହି, ଜିଲ୍ଲା ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ସୁକ୍ରୁଳି। ଆଉ ଏହାର ନମ୍ବର ଅଫ୍ ଭ୍ୟାକେନ୍ସି ରହିଛି ଗୋଟେ। ଆଉ ଏହାର ଆବେଦନ କରିବାର ତାରିଖ ଦେଖନ୍ତୁ 24/7/2025ରୁ ଆରମ୍ଭ ହୋଇସାରିଛି। ଏହାର ଆବେଦନ କରିବାର ଶେଷ ତାରିଖ ରହିଛି 7/8/2025। 7 ନମ୍ବର ସିରିଏଲରେ ଦେଖନ୍ତୁ ଘର୍ମବେଡ଼ା, ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି ଘର୍ମବେଡ଼ା, ଜିଲ୍ଲା ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ସୁକ୍ରୁଳି। ଏଠି ଯଦି ନମ୍ବର ଅଫ୍ ଭ୍ୟାକେନ୍ସି ଦେଖିବା ଗୋଟେ ରହିଛି। ଆଉ ଏହାର ଆବେଦନ କରିବାର ତାରିଖ ଦେଖନ୍ତୁ 24/7/2025ରୁ ଆରମ୍ଭ ହୋଇସାରିଛି। ଏହାର ଆବେଦନ କରିବାର ଶେଷ ତାରିଖ ରହିଛି 7/8/2025। ତାପରେ 8 ନମ୍ବର ସିରିଏଲରେ ଦେଖନ୍ତୁ ଭରଡ଼ା ସାହି, ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି ଭରଡ଼ା ସାହି, ଜିଲ୍ଲା ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ସୁକ୍ରୁଳି। ଆଉ ଏଠି ବି ଯଦି ଦେଖିବା ନମ୍ବର ଅଫ୍ ଭ୍ୟାକେନ୍ସି ଗୋଟେ ରହିଛି। ଏହାର ଆବେଦନ କରିବାର ତାରିଖ ଦେଖନ୍ତୁ 24/7/2025ରୁ ଆରମ୍ଭ ହୋଇସାରିଛି, କିନ୍ତୁ ଏହାର ଆବେଦନ କରିବାର ଶେଷ ତାରିଖ ରହିଛି 7/8/2025। ତାପରେ 9 ନମ୍ବର ସିରିଏଲରେ ଦେଖନ୍ତୁ ବେଗୁନା ବିନ୍ଧା, ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି ବେଗୁନା ବିନ୍ଧା, ଆଉ ଡିଷ୍ଟ୍ରିକ୍ଟ ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ସୁକ୍ରୁଳି। ଆଉ ଏଠି ବି ଯଦି ନମ୍ବର ଅଫ୍ ଭ୍ୟାକେନ୍ସି ଦେଖିବା ଗୋଟେ ରହିଛି। ଆଉ ଆବେଦନ କରିବାର ତାରିଖ ଦେଖନ୍ତୁ 24/7/2025ରୁ ଆରମ୍ଭ ହୋଇସାରିଛି। ଏହାର ଆବେଦନ କରିବାର ଶେଷ ତାରିଖ ରହିଛି 7/8/2025। 10 ନମ୍ବର ସିରିଏଲରେ ଦେଖନ୍ତୁ ଅଙ୍ଗାରକୁଣ୍ଡିଆ, ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି ଅଙ୍ଗାରକୁଣ୍ଡିଆ, ଡିଷ୍ଟ୍ରିକ୍ଟ ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ଖୁଣ୍ଟା। ଏଠି ବି ଯଦି ନମ୍ବର ଅଫ୍ ଭ୍ୟାକେନ୍ସି ଦେଖିବା ଗୋଟେ ବାହାରିଛି। ଆଉ ଏହାର ଆବେଦନ କରିବାର ତାରିଖ ଦେଖନ୍ତୁ 22/7/2025। ଆଉ ଏହାର ଆବେଦନ କରିବାର ଶେଷ ତାରିଖ ରହିଛି ଦେଖନ୍ତୁ 5/8/2025। ତାପରେ 11 ନମ୍ବରରେ ଦେଖନ୍ତୁ ଜାମଶୁଳି, ଅଙ୍ଗନବାଡ଼ି ସେଣ୍ଟରର ନାଁ ରହିଛି ଜାମଶୁଳି, ଜିଲ୍ଲା ରହିଛି ମୟୂରଭଞ୍ଜ, ଆଉ ବ୍ଲକ ରହିଛି ଖୁଣ୍ଟା। ଏଠି ବି ଯଦି ନମ୍ବର ଅଫ୍ ଭ୍ୟାକେନ୍ସି ଦେଖିବା ଗୋଟେ ରହିଛି। ଆଉ ଏହାର ଆବେଦନ କରିବାର ତାରିଖ ଦେଖନ୍ତୁ
22/7/2025। आवेदन कर शेष तारीख रही 5/8/2025। तापर 12 नंबर देखु मारुडीही अंगनवाड़ी सेंटर ना रही मारुडीही, जिला रही मयूरभंज, ब्लॉक रही मोरडा। ये देखो नंबर ऑफ वैकेंसी गोटे प्राय प्रत्येक अंगनवाड़ी सेंटर गोटे ही पदवी बाहर। ये आवेदन कर तारीख देखु 19/7/2025 रु 2/8/2025। बर्तमान यार आवेदन कर तारीख सरीगला। आपण मैंने चैनल को सब्सक्राइब करूना से जापार ना केत कौ पदवी बाहर। आपण मैंने जदि चैनल को सब्सक्राइब करके बेल नोटिफिकेशन को ऑन करके रखी ना, जितेबले भी अंगनवाड़ी पदवी गुड़िकर वीडियो आसो आपण मैंने सर्वप्रथम नोटिफिकेशन पाई परिबे।